ରଖିଦବ। ନିଶି ପାଇଲେ ମଥୁରା ଯିବେ, ରାତି ପାଇଗଲେ ମଥୁରାପୁର ଯିବାକୁ ପଡିବ। ସମ୍ଭାର ସଜାଡିଥାଅ, ଉପହାର ସବୁ ସମ୍ଭାର ହେଲା ଦ୍ରବ୍ୟ ଉପହାର ସବୁ ସଜାଡିକି ରଖିଥାଅ। ରାତି ପାଇଲେ ଆମେ ମଥୁରାପୁରକୁ ଯିବା। କଂସ ଚିଠି ଲେଖିକି ଡକେଇଛି। ଏତକ ଭାଷି ଅକ୍ରୁରକୁ ଚରଚା କରଇ କରଜ ରାଜା ବୋଲେ ବୈରାଗୀ ଭକତ ଚରଣ ଗୋପରେ ବାଜେଇ ବାଜା। ଏତିକି କହିକି, ଏତିକି ଭାଷି ହେଲା କହି, ଏତିକି କହିକି ନନ୍ଦରାଜା ଅକ୍ରୁରକୁ ବିଭିନ୍ନ ପ୍ରକାର ଚର୍ଚ୍ଚା ବର୍ଚ୍ଚା କଲେ। ବରଜ ରାଜା ହେଲା ବ୍ରଜ ରାଜା। ବ୍ରଜ ରାଜା କିଏ? ବ୍ରଜପୁରର ରାଜା ହଉଛନ୍ତି ନନ୍ଦ। ନନ୍ଦ ଏତିକି କହିଲେ। ପ୍ରଥମେ କଣ କହିଲେ? ତ ପରିଜନ ମାନଙ୍କୁ ଡାକିକି କହିଲେ, ତାଙ୍କର ଯୋଉ ଗୁରୁତ୍ୱ ମାନଙ୍କୁ ଡାକିକି କହିଲେ, ଯୋଉମାନେ ତାଙ୍କ ପାଖରେ କାମ କରୁଥିଲେ ସେମାନଙ୍କୁ ଡାକିକି କହିଲେ, ଯାଅ ଗୋପପୁରରେ ସବୁଆଡେ ଚହଳ ପକେଇ ଦିଅ, ଯେ ରାତି ପାଇଲେ ଆମକୁ ସମ୍ଭାର ସଜାଡିକି ରଖିଥବା, ତମ ଉପହାର ରେଡି କରିକି ରଖିଥାଅ, ଆମେ ଯିବା ଗୋପ ମଥୁରାପୁରକୁ ରାତି ପାଇଲେ। ପୁଣି ଆଉ କଣ କହୁଛନ୍ତି? ଏହା କହିକି ଅକ୍ରୁରକୁ ଚର୍ଚ୍ଚା ବର୍ଚ୍ଚା କଲେ, ଯେମିତି ତାଙ୍କର ଖାଇବା ପିଇବା ଭଲ ମନ୍ଦ ବୁଝିଲେ। ଏୟା କହୁଛି ବୈରାଗୀ ଭକ୍ତ ଚରଣ ବୋଲେ ବୈରାଗୀ। ବୈରାଗୀ କାହିଁକି ନା ବୈରାଗୀ ଚରଣ ପଟ୍ଟନାୟକ ନା ତା ନା, ଭକ୍ତ ଚରଣ ଦାସ। ବୋଲେ ବୈରାଗୀ ଭକତ ଚରଣ ଗୋପରେ ବାଜେଇ ବାଜା। ତାପରେ ଗୋପରେ ବାଜା ବାଜିଗଲା ଯେ କାଲି ରାତି ପାଇଲେ ଆମକୁ ଉପହାର ରେଡି କରିକି ଗୋପପୁରକୁ ଯିବାକୁ ପଡିବ। ଇଏ ଥିଲା ଚିଠିରେ ଲେଖା, ଯାହାକି କଂସ ପଠେଇଥିଲା ନନ୍ଦରାଜ ପାଖକୁ। ହେଲା, କ୍ଲିୟର? ଅଧ୍ୟାୟ ପୁରା କ୍ଲିୟର ସମସ୍ତଙ୍କର? ବୁଝିପାରିଲ? ବୁଝିପାରିଲ ନା ଡାଉଟ ଅଛି କାହାର? ଦେଖିଦିଅ, ଡାଉଟ ଅଛି ନାଇଁ ତ? ତାପରେ ଆସିଲା ଚତୁର୍ଥ ଛନ୍ଦ। ଚତୁର୍ଥ ଛନ୍ଦରେ ତାହେଲେ କଣ ହବ? ଯିବେ, ଯିବେ ନାଇଁ? ଏଥର ଯିବେ। ଏଥର ଯିବେ ଯେ, ଏଥର ଯିବାର ଦୃଶ୍ୟ, ଏଥର ଗୋପପୁରରେ ସଜାସଜି ହବ। ରାତି ପାଇଲା, ସକାଳ ହେଲା, ଗୋପପୁରରେ ତ ବାଜଣା ବାଜି ଯାଇଛି, ସମସ୍ତେ ଆଣିକି ରେଡି କରି ରଖିବେ, ତାପରେ ଯାଇକି ଯିବେ। ତ ନେବାର କିଛିଟା ଦୃଶ୍ୟ ମଧ୍ୟ ଅଛି, କିଭଳି ଭାବରେ ଯିବେ ବୋଲିକିନା ଗୋପପୁରର ସମସ୍ତଙ୍କ ମନ ଦୁଃଖ ହବ। ଯେହେତୁ କୃଷ୍ଣ ବଳରାମ ତାଙ୍କର ଅତି ପ୍ରିୟ ଚାଲି ଯାଉଛନ୍ତି ମଥୁରାପୁରକୁ, ଆଉ ଫେରିବେ କି ନାହିଁ ସନ୍ଦେହ। ତେଣୁକରି ଏସବୁକୁ ନେଇକିନା ଆସିଲା କଣ? ଦାଣ୍ଡରେ ଶୁଭିଲା ରାମକୃଷ୍ଣ ବେନି ଭାଇ ଅକ୍ରୁର ଆସିଛି ତାଙ୍କୁ ଧରି ନେବା ପାଇଁ। ରାଜା ପରଜା ସହିତେ ସଜ ହୋଇଥାଅ, କାଲି ଚଳିବା ପ୍ରଭାତେ। କଣ କହୁছে? ଦାଣ୍ଡରେ ଶୁଭିଲା ରାମକୃଷ୍ଣ ବେନି ଭାଇ ଅକ୍ରୁର ଆସିଛି ତାଙ୍କୁ ଧରି ନେବା ପାଇଁ। ଯେତେବେଳେ ଦାଣ୍ଡରେ ନନ୍ଦରାଜା କହିଛି ସବୁଆଡେ ପ୍ରଚାର କରିଦିଅ, ତେଣୁ ପ୍ରଚାର କଲାବେଳେ ଲୋକମାନେ ଗୋପପୁରବାସୀ ମାନେ ଶୁଣୁଛନ୍ତି। ଦାଣ୍ଡରେ ତାଙ୍କୁ କଣ ଶୁଭା ଯାଉଛି? ଯେ ବଳରାମ ଆଉ କୃଷ୍ଣ ଯିବେ, ମଥୁରାପୁରୀକୁ ଯିବେ, ଅକ୍ରୁର ସେଇଥିପାଇଁ ଆସିଛି ତାଙ୍କୁ ଧରି ନେଇଯିବ। ରାଜା ପରଜା ସହିତେ, ଖାଲି ଯିଏ ନୁହଁ, ରାଜା ବି ଯିବେ, ପ୍ରଜା ମାନେ ବି ଯିବେ। ସଜ ହୋଇଥାଅ କାଲି ଚଳିବା ପ୍ରଭାତେ। ତେବେ ଅନ୍ୟମାନେ ଯୋଉମାନେ ସବୁ ପ୍ରଜା ମାନେ ଯିବ, ସଜବାଜ ହେଇଥାଅ, କାଲି ଚଳିବା ହେଲେ ଯିବା। କାଲି ଚଳିବା ମାନେ କାଲି ଆମେ ଯିବା। କେତେବେଳେ? ପ୍ରଭାତ ହେଲେ ସକାଳ, କାଲି ସକାଳେ ସଜବାଜ ହେଇ ରେଡି ହେଇଥା, ସକାଳେ ଆମେ ଯିବା ସମସ୍ତେ। କୁଆଡେ? ମଥୁରାପୁରକୁ ଯିବା। କରିଛି ସାୟକ ପୂଜା କଂସ ବୀରମଣି, ଆସିଛନ୍ତି ଅନେକ ଦେଶରୁ ନୃପମଣି, ତାହା ଦେଖିବାର ପାଇଁ ଏଣୁ କରି କଂସ ଦୂତ ଅଛି ପଠିଆଇ। ତେଣୁ ପୁଣି କଥାବାର୍ତ୍ତା ହଉଛନ୍ତି। କଂସ ଦୂତ ପଠେଇଛି, କାହିଁକି ଦୂତ ପଠେଇଛି? କରିଛି ସେ ସାୟକ ପୂଜା। ସାୟକର ଅର୍ଥ ହେଲା ପ୍ରକୃତରେ ସର୍ବ, କିନ୍ତୁ ଏଇଠି ସାୟକ ପୂଜା ମାନେ ଧନୁ ପୂଜା। ଧନୁ ପୂଜା କଂସ ବୀରମଣି, କଂସ ରାଜା ଧନୁ ପୂଜାର ଆୟୋଜନ କରିଛି। ସେଥିପାଇଁ କି ଆଉ ସେଥିପାଇଁ ଅନେକ ଦେଶରୁ ଅନେକ ରୂପମଣି ମାନେ ଅନେକ ରାଜା ମାନେ ସବୁ ଆସିଛନ୍ତି ସେଇ ଯୋଉ ଧନୁ ଯାତ୍ରାକୁ ଦେଖିବା ପାଇଁ। ଆମକୁ ମଧ୍ୟ କଂସ ନିମନ୍ତ୍ରଣ କରିଛି, ଦୂତ ପଠେଇଛି, ଆମେ ମଧ୍ୟ ଯିବା। ଏଇଗୁଡାକ ମଧ୍ୟ ସେମାନେ କଥାବାର୍ତ୍ତା ହଉଛନ୍ତି। ପୁଣି କଣ କହୁଛି? ଶୁଣି ଗୋପପୁର ଜନେ ହୋଇଲେ ଆରତ, ବଜ୍ର ବାଜି ଧାମର ହୁଇ ଯେତେ ପାତ, ସେହି ମତି ହେଲେ ହୋଇ ଏକକୁ ଆରେକ ବୋଲେ କି କରିବା ସହି। ତ ଯେତେବେଳେ କଂସ ଡାକିଛି ଶୁଣିଲେ, ଏ ଗୋପବାସୀ ମାନଙ୍କ ମୁଣ୍ଡରେ ବଜ୍ର ପଡିଲା। ଭାଇ ଆମକୁ ଡାକିଛି, ମାରି ମୁରି ଦବନି ତ? କାହିଁକି ନା ସବୁବେଳେ ତ ସେ ଉତ୍ପାତିଆ ରାଜା ନା, ମାରୁଛି ସମସ୍ତଙ୍କୁ। ତେଣୁ କଣ କହୁଛନ୍ତି? ଶୁଣି ଗୋପପୁର ଜନେ ହୋଇଲେ ଆରତ। ଆରତ ହେଲା ଭୟ ବା ଦୁଃଖ। ଗୋପପୁର ମାନଙ୍କର ଯୋଉ ଗୋପପୁର ଜନେ ହେଲା ଗୋପପୁରରେ ବାସ କରୁଥିବା ପ୍ରତ୍ୟେକଟି ଜନତା ମାନେ।
ସେମାନେ ଯେତେବେଳେ ଶୁଣିଲେ ଆମକୁ ଯିବାକୁ ପଡିବ, ତେବେ ତାଙ୍କ ମନରେ ଗୋଟେ ଭୟ ଜାତ ହେଲା, ଦୁଃଖ ଜାତ ହେଲା। ବଜ୍ରବାଜି ଥାବର ହୁଆଇ ଯେଥେ ପାତ। କେଉଁଭଳି ଭାବରେ ଦୁଃଖ ହେଲା, ଯେଉଁଭଳି କି ବଜ୍ର ଗୋଟେ ବାଜିଲେ ଥାବର ହେଲା ପର୍ବତ ବା ବୃକ୍ଷ ଆଦି, ଯେତେବେଳେ ବିଜୁଳି ଘଡଘଡି ଚଡଚଡି ମାରେ ପର୍ବତକୁ ବୃକ୍ଷକୁ, ସେ କଣ ପୁରା ଛିନ୍ନ ବିଚ୍ଛିନ୍ନ ହେଇଯାନ୍ତି। ତ ସେଇଭଳି ହୁଏ ଯେନେ ପାତ। ପାତ ହେଲା ବିନାଶ ବା କ୍ଷୟ। ଯେନେ ହେଲା ଯେପରି, ଯେଉଁଭଳି ଗୋଟେ ବିଜୁଳି ମାରିଲେ, ଘଡଘଡି ମାରିଲେ, ଯେମିତି ଯାହାକୁ ଚଡଚଡି ମାରେ, ସେଟା ଥଣ୍ଡରଷ୍ଟର୍ମ ହଉଛି ଯୋଉଟା, ଚଡଚଡି ମାରୁନି ପିଲାମାନଙ୍କୁ, ଲୋକଙ୍କୁ, ଗାଈ ଗୋରୁଙ୍କୁ, ଗଛ ବୃକ୍ଷକୁ ମାରେନି, ମାରିଲେ ଯେଉଁଭଳି ହୁଏ, ସେଇଭଳି ଏଇ ଗୋପପୁର ବାସୀଙ୍କର ମନରେ ଛନକା ପଶିଗଲା। ସେଇଭଳି ଯେ ଆମେ କେମିତି ଯିବୁ, ଏତେ ବଡ କଥା ଗୋଟେ କହିଛନ୍ତି, କଂସ ପାଖକୁ ଆମେ ଯିବୁ। ତାପରେ କଣ କହୁଛି, ସେଇ ମତି ହେଲେ ଗୋଇ, ଗୋଇ ହେଲା ଗୋପୀ, ଗୋପୀ ମାନେ ସେଇଭଳି ହେଲେ, ସତେ ଯେମିତି ତାଙ୍କ ଉପରେ ବଜ୍ର ପଡିଛି କି, ସେଇଭଳି ଭୟଭୀତ ହୋଇକି ଏକକୁ ଆରେକ କଲେ କି କରିବା ସହି। କି କରିବା ସହି, ସହିର ଅର୍ଥ ଏଠି ଯୋଗ୍ୟ। ତେବେ ଏବେ କଣ କରିବା ଯୋଗ୍ୟ, କଣ କରିବା ଉଚିତ, ଆମେ ଯିବା ନା ଯିବାନି? ସେ ତ ଗୋଟେ ଭୟଙ୍କର ରାଜା, ସମସ୍ତଙ୍କୁ ମାରି ଚିତି ନଷ୍ଟଭ୍ରଷ୍ଟ କରିଦଉଛି। ତ ବଜ୍ର ଯେଭଳି ପଡିଲେ ଲୋକ ଡରି ଯାଆନ୍ତି, ସବୁ ଛିନ୍ନ ବିଚ୍ଛିନ୍ନ ହେଇଯାଏ, ଏଇଭଳି ଗୋପ ମାନଙ୍କ ମନରେ ସେଇଭଳି କିଛି ଭାବନା ଜାତ ହେଇଗଲା। ସେମାନେ ମଧ୍ୟ ସେଇଭଳି କିଛି ଅନୁଭବ କରିଲେ। ପାଞ୍ଚ ସାତ ମେଳି ହୋଇ କରନ୍ତି ବିଚାର, କୃଷ୍ଣ ବିନୁ ପରାଣ ଧରିବ କାହା ଛାର। ନିଶ୍ଚୟ ହୋଇବ ମରଣ, ଯେତେବେଳେ ଗୋପ ତେଜି ଯିବେ ନାରାୟଣ। ପୁଣି ପାଞ୍ଚ ସାତ ଜଣ ଗୋପପୁର ଯୋଉ ବାସିନ୍ଦା ମାନେ, ଗୋପାଳ ମାନେ ମେଳି କରି, ରାଉଣ୍ଡ ରାଉଣ୍ଡ ହେଇକି, ମେଳି କରିକି, ରୁଣ୍ଡ ହେଇକି କଥାବାର୍ତ୍ତା କରନ୍ତି, ବିଚାର ବିଚାର କରୁଛନ୍ତି, କଥାବାର୍ତ୍ତା କରୁଛନ୍ତି ଯେ କୃଷ୍ଣ ବିନୁ ପରାଣ ଧରିବ କାହା କାହା ଛାର। ତେବେ କୃଷ୍ଣ ତ ପଳେଇବେ ନା, କୃଷ୍ଣ ବିନା ପ୍ରାଣ କିଭଳି ରକ୍ଷା ହେଇପାରିବ, କାହା ଛାର। ଛୋଟିଆ ପ୍ରାଣଟି, ଆମ ମାନଙ୍କର ଛୋଟିଆ ପ୍ରାଣ, କୃଷ୍ଣ ଅଛନ୍ତି ବୋଲି ଆମେ ଆରାମରେ ଅଛୁ। ଯେତେ ବଡ ବଡ ରାକ୍ଷସ ଆସିଲେ କୃଷ୍ଣ ସମସ୍ତଙ୍କୁ ମାରିକି ନିପାତ କରିଦଉଛନ୍ତି, ତେଣୁ ଆମେ ଆରାମରେ ଅଛୁ। ଏ ଛାର ଜୀବନଟା କୃଷ୍ଣ ବିନା କଣ ରହିପାରିବ? ଏବେ ନିଶ୍ଚୟ ହୋଇବ ମରଣ, ତେଣୁ ଯେଉଁ ନିଶ୍ଚିତ ଭାବରେ ଆମର ମୃତ୍ୟୁ ହବ। କୃଷ୍ଣ ପଳେଇଲେ ଆମର ନିହାତି ଭାବରେ ମୃତ୍ୟୁ ହବ। ଯେତେବେଳେ ଗୋପ ତେଜି ଯିବେ ନାରାୟଣ, ତେଜି ହେଲା ଛାଡି, ଯେତେବେଳେ ନାରାୟଣ ଗୋପପୁରକୁ ତେଜିକି ବା ଗୋପପୁରକୁ ଛାଡିକି ମଥୁରାପୁର ପଳେଇବେ, ସେମିତି ଘଟଣା ଘଟିଲେ ନିଶ୍ଚିତ ଭାବରେ ଆମର ମରଣ ହେବ। ଆମକୁ ଆଉ କେହି ରକ୍ଷା କରିପାରିବେ ନାହିଁ। କୃଷ୍ଣ ଥିଲେ ଆମକୁ ସବୁ ବିପଦରୁ ରକ୍ଷା କରୁଥିଲେ, ଏବେ ଆମକୁ ଆଉ କେହି ରକ୍ଷା କରିପାରିବେ ନାହିଁ। ଯେତେବେଳେ ଗୋପ ତେଜି ଯିବେ ନାରାୟଣ ଗଲା, କେବଳ ଇ ମରଣ ଆମକୁ ପଛେ ହେଉ, ମଥୁରା ନ ଯାଇ କୃଷ୍ଣ ଗୋପପୁରେ ଥାଉ। କିଏ କିଏ ତା ଭିତରୁ କହି ଦଉଛନ୍ତି, ତାଙ୍କ ଭିତରେ କଥାବାର୍ତ୍ତା ହଉଛନ୍ତି ନା, ତା ଭିତରୁ କିଛି ଲୋକ ରୁଣ୍ଡ ହେଇକି କହୁଛନ୍ତି କୃଷ୍ଣ ପଳେଇଲେ ଆମେ ମଧ୍ୟ ମରିବା। ଆଉ କିଏ କିଏ କହୁଛି ଆମେ ମଧ୍ୟ ମରିଗଲେ ଚଳିବ, ଆମର ମଧ୍ୟ ମରଣ ହେଉ, କିନ୍ତୁ କୃଷ୍ଣ ମଥୁରା ନ ଯାଉ। କାରଣ ସମସ୍ତେ ଜାଣିଛନ୍ତି ମଥୁରାର ରାଜା କଂସ ମହାପ୍ରତାପୀ, ଅତି ଗୋଟେ କଦର୍ଯ୍ୟ ରାଜା, କାଳେ ମାରିଦବ। ତେଣୁ ମଥୁରା ନ ଯାଇ କୃଷ୍ଣ ଏଇ ଗୋପପୁରରେ ଥାଉ, କଥା ରହନ୍ତା ସଂସାରେ, ପ୍ରାଣ ଦେଇଛନ୍ତି ଗୋପୀ କୃଷ୍ଣଙ୍କ ଆଶାରେ। ତେଣୁ ଯଦି ଆମ ପ୍ରାଣ ବରଂ ଯାଆନ୍ତା, କୃଷ୍ଣ ରହିଯାଆନ୍ତେ ମଥୁରାପୁରରେ, ତାହେଲେ ସଂସାରରେ ଯୁଗ ଯୁଗକୁ କଥା ରହିଯାଆନ୍ତା ଯେ କୃଷ୍ଣଙ୍କୁ ରକ୍ଷା କରିବା ପାଇଁ ଗୋପୀ ମାନେ ତାଙ୍କର ପ୍ରାଣ ଦେଇଛନ୍ତି ବୋଲି। ତାଙ୍କ ପ୍ରାଣ ଦେଇକି ଶ୍ରୀକୃଷ୍ଣଙ୍କ ଆଶାରେ, ଶ୍ରୀକୃଷ୍ଣଙ୍କୁ ରକ୍ଷା କରିବା ପାଇଁ ଗୋପୀ ମାନେ ତାଙ୍କର ବା ଗୋପୀ ଗୋପାଳ ମାନେ ତାଙ୍କର ପ୍ରାଣ ଦେଇଛନ୍ତି ବୋଲି ଇତିହାସରେ ଗୋଟେ କଥା ରହିଯାନ୍ତା। ଏ ସବୁ କଥାବାର୍ତ୍ତା ହଉଛନ୍ତି କିଏ? ଗୋପୀ ଗୋପାଳ ମାନେ ନିଜ ନିଜ ଭିତରେ। ଫେଜ୍ କ୍ଲିୟର, ବୁଝ ପଡୁଛି? ପୁରା ଗପ ଭଳିଆ ତ ନାଇଁ, କଷ୍ଟ ଶବ୍ଦ ଗୁଡା ଟିକେ ଯଦି ଜଣେଇଦବ ତାହେଲେ ପୁରା ଗପ ଭଳିଆ। କଷ୍ଟ କିଛି ନାହିଁ, ଲେଖି ହେଇଯିବ, ଆରାମରେ ଲେଖିପାରିବ। ଗପ ଗୁଡିକୁ ମନେ ରଖ, କିଭଳି କଂସ ଯାଉଛି, ଚିଠି ଲେଖୁଛି, ଚିଠିରେ କଣ ଲେଖିଛି, ଏମିତି ଏମାନେ କେମିତି ଯାଉଛନ୍ତି, ଏଇ ସବୁ ଗୁଡାକ ଗପ ଗୁଡିକ ମନେ ରଖିଦେଲେ ତମେ ଆରାମରେ ଲଙ୍ଗ କୋଶ୍ଚିନ୍ ଲେଖିପାରିବ ହେଲା। ଏତିକି କ୍ଲିୟର? ହଁ, ଆଉ ଗୋଟେ ପଢେଇ ଦେଇଛି, ଟାଇମ୍ ଅଛି। କହିଦେବ। କେଉଁ ଏଣି ଦୃଶା, ପୁଣି କହୁଛନ୍ତି 6 ନମ୍ବରରେ, କେଉଁ ଏଣି ଦୃଶା ଭାସି କରଇ ରୋଦନ, କାଲିଠାରୁ ଫୁଟିଯିବ ଏବେନି ନୟନ, ଅନ୍ଧ ହୋଇ ବସିଥିବ ଅକ୍ରୂର ହସ୍ତରେ ଯେଣୁ ବେନି ଚକ୍ଷୁ ଦେବା। ଏଇଠି ଯୋଉ ରୁଣ୍ଡ ହେଇଛନ୍ତି ଗୋପୀ ଗୋପାଳ ମାନେ, ସମସ୍ତେ ନିଜ ନିଜର ମତ ପ୍ରଦାନ କରୁଛନ୍ତି। ତନ୍ମଧ୍ୟରୁ ଏମାନେ କିଛି ରୁଣ୍ଡ ହେଇକି କେତେବେଳେ କହୁଛନ୍ତି ଆମ ପ୍ରାଣ ଯିବ,
कृष्ण पळेले आउ किछि कहउचंती आमे बरं मरि जाऊ कृष्ण बंचिकी रुहंतु ठीक ठाक रुहंतु आउ ता भितरु केउ एड़ी दृशा हला मृग नयना एठी मृग नयना अर्थात गोटे गोपा गोपी को बुझाइबो गोटे स्त्री लोकटिए सेई गोपपुरर गोटे स्त्री लोकटिए मृग नयना जार आखिटी मृगर आखि बळी सुंदर तो गोटे सुंदर आखि थिबा गोपीटिए कहूची भाषी हला भाषा व्यवहार करी भाषा ले कथा व्यवहार करी माने पाटी खोलिकी कहूची केउ एणा दृश्य भाषी करई रोदन कांदुची पाटी खोलिकी कांदुची एड़ी दृश्य हला मृग नयन मृग आखि भଳି जार आखि माने सुंदर आखि ହେଲା मृग नयना भाषी करई रोदन रोदनर अर्थ होला कांदिबा तेणु किए गोटे सुंदर आखि थिबा गोपीटिए पाटी करी कांदुची दी तीन प्रकार कांद थाए गोटे सके हेकी कांदिबो पाटी खोलिबनी खाली लुह झरी जाबो आ गोटे एडे गोटे पाटी करी कांदनी जो कांदना बोलला हळ्या पाटी करी आवाज भाषा बाहरे जो कांदनु सेही भଳି प्रकारर कांदुची गोटे गोपीटिए मृग नयना गोपीटिए काली ठारू फुटी जीव ए बेनी नयन से कौन कही कांदुची जे काली ठारू कृष्ण पळेइबे मथुरापुर तेबे एई जो बेनी नयन हमर जो दुई आखि अछि मोर दी आखि फुटी जीव अंध होई बसिथिबी अपुरुट हस्तरे जेणु बेनी चक्षु देबा आमे अंध होई बसिथिबा काहे कि ना तांकर आखि की कृष्ण आउ बलराम हउचंती तांकर दुई आखि सेमाने जदि पळेइबे अपुर संगेरे तेबे से बड़ पाटिरे कांदुची से जो नयना बा सुंदर आखि थिबा जो नारीटी गोपीटी बड़ पाटिरे कांदुची कहुची आमे कौन करबा आमे एबे अंध होई जिबा काहे कि ना राति पाइले अपुर आम आखि दीटा को नेकी पळे हैला आमे कोनते ने पेडिरन पुओ ए ये मोर पुओ ये मोर आखि ये मोर झियो ये मोर आखि କୁହନ୍ତି ସେଇଭଳି ମାନେ ଅତି ପ୍ରିୟ ଆଖି କହିଲେ କଣ ସତ ସତିକା ଆଖି ଅତ୍ୟନ୍ତ ପ୍ରିୟ ତା ବିନା ଯେମିତି ବଞ୍ଚିବ ଅସମ୍ଭବ ସେଇଭଳି ପୁଣି କହୁଛି କେବଳ ଏଇ କାଲିଠାରୁ କୁମୁଦ ମରିବେ କୁମୁଦ ରମଣ ଯେଣୁ କୁମୁଦକୁ ଯିବେ ଅନ୍ଧକାରକୁ ବାଡିବ ସତେକି ଚନ୍ଦ୍ରମା ମଣିକି ଛାଡିବ ପୁଣି ଆଉ କିଏ କହୁଛନ୍ତି ତା ଭିତରୁ ସେ ଯୋଉ ରୁଣ୍ଡ ହେଇଥିବା ଗୋପୀ ଗୋପାଳ ଭିତରୁ ପୁଣି ଜଣେ କିଏ କହୁଛି କିଏ ଭଲ ଏଇ କାଲିଠାରୁ କୁମୁଦ ମରିବେ କଇଁ ଫୁଲ ମାନେ କାଲିଠୁ ମରିବେ ସେ ଯୋଉ ସେଠି କଇଁ ଫୁଲ ଫୁଟିଥାନ୍ତି କଇଁ ଫୁଲ ମାନେ ମରିଯିବେ କାହିଁକି ଏଠାରେ କୁମୁଦ କିଏ କୁମୁଦ ମାନେ ସତ ସତିଆ କଇଁ ଫୁଲ ନୁହେଁ କୁମୁଦ ଏଠି ହଉଛନ୍ତି ଗୋପୀ ମାନଙ୍କୁ ତୁଳନା କରାଯାଇଛି କୁମୁଦ ସହିତ ହେଲା ଏଠାରେ କୁମୁଦ ରୂପୀ ଗୋପୀ ମାନେ ସେମାନେ ସୁନ୍ଦର କଇଁ ଫୁଲ ଭଳି ଦେଖାଯାଉଥିବା ଗୋପୀ ଶରୀର ଦେଖା ଏତେ ସୁନ୍ଦରୀ ସୁନ୍ଦରୀ ସେମାନେ କଇଁ ଫୁଲ ଭଳି ସୁନ୍ଦରୀ ଗୋପୀ ମାନେ କାଲିଠୁ ମରିବେ କାହିଁକି ନା କୃଷ୍ଣଙ୍କ ପ୍ରେମରେ ସବୁ ଗୋପୀ ବାୟା କାଲିଠୁ ମରିବେ କୁମୁଦ ରମଣ ଜାଣୁ କୁମୁଦକୁ ଯିବେ କୁମୁଦ ରମଣ ଏଇଟା ଅଳଙ୍କାର ହେଲା ଏଇଟା ଗୋଟେ ପ୍ରକାର ଅଳଙ୍କାର ଦିଆ ହେଇକି ଲେଖା ଯାଇଛି କୋଉ ଅଳଙ୍କାର ସେଟା ସେକେଣ୍ଡ ଇୟରରେ ପଡିବ କାହିଁକିନା ଗୋଟିଏ ଶବ୍ଦ କୁମୁଦ ଗୋଟିଏ ଶବ୍ଦ ଏଇଟା ଅଛି ତମର ଲାକ୍ଷାନୁପ୍ରାସ ଅଳଙ୍କାର ଅଳଙ୍କାର ଯୋଉ ଅନୁପ୍ରାସର ଯୋଉ ଭାଗ ଭାଗ ହେଇଛି ଏଇଟା ଗୋଟେ ଅଳଙ୍କାର ହେଲା ନାଇଁ ନାଇଁ ଏଇଟା ତମର କୋଉ ଅଳଙ୍କାର କହିଲ ଯମକ ଅଳଙ୍କାର ଭିନ୍ନ ଅର୍ଥ ବୋଧକ ସମ ଉଚ୍ଚାରିତ ଶବ୍ଦ ହେଲା ସେଇ ସମ ଉଚ୍ଚାରଣ ହଉଥିବ କିନ୍ତୁ ଅର୍ଥ ଭିନ୍ନ ଭିନ୍ନ ଏଠି କୁମୁଦ ଶବ୍ଦଟି ବ୍ୟବହାର ହେଇଛି ଗୋଟେ ଜାଗାରେ କୁମୁଦର ଶବ୍ଦ ହେଲା କଇଁ ଫୁଲ ରୂପୀ ଗୋପୀ ମାନେ ଆଉ ଗୋଟେ କୁମୁଦ ରମଣ ଏଠାରେ ହଉଛି କୁମୁଦ ରମଣ ହେଲା କୃଷ୍ଣ କୁମୁଦ ରମଣ ଆକ୍ଚୁଆଲି ଚନ୍ଦ୍ର କିନ୍ତୁ ଏଠାରେ କିଏ ଯଦି କଇଁ ଫୁଲ ପ୍ରିୟ ଚନ୍ଦ୍ର ହୁଅନ୍ତି ଯଦି କଇଁ ଫୁଲକୁ ଗୋପୀ ମାନଙ୍କ ସହିତ ତୁଳନା କରିବା ତାହେଲେ ଚନ୍ଦ୍ର କିଏ ହେଇଯିବେ କୃଷ୍ଣ ହେଇଯିବେ ତୁଳନା କରାଯାଇଛି ତେଣୁ କରି ଏଟା କୃଷ୍ଣ ଜଣୁ କୁମୁଦକୁ ଯିବେ ଏଠି କୁମୁଦ ହେଲା ନୈଋତ କୋଣ ବା ନୈଋତ କୋଣ କୁଆଡେ ଗୋପରୁ ମଥୁରା ଟା ତାଙ୍କର ନୈଋତ କୋଣରେ ରହିଛି ଦକ୍ଷିଣ ପଶ୍ଚିମ କୋଣରେ ଗୋପପୁରର ଦକ୍ଷିଣ ପଶ୍ଚିମ କୋଣରେ ବା ନୈଋତ କୋଣରେ ରହିଛି ମଥୁରାପୁର ତେଣୁ ସେଇଥିପାଇଁ ଏଠି କହୁଛନ୍ତି ଯଦି କାଲିଠୁ ଗୋପୀ ମାନେ ସବୁ ମରିବେ କାନ୍ଦି କାନ୍ଦି ଝୁରି ହେବେ କାହିଁକି ନା କୁମୁଦ ରମଣ ଯେ ଗୋପୀ ମାନଙ୍କର ଯୋଉ ପ୍ରିୟ କୃଷ୍ଣ ସିଏ ମଥୁରାପୁରକୁ ଆମର ଗୋପପୁରର ଯୋଉ ନୈଋତ କୋଣ ମଥୁରାପୁରକୁ ଚାଲିଯିବେ କୃଷ୍ଣ ସେଇଥିପାଇଁ କି ତାଙ୍କୁ ଝୁରି ଝୁରି ଗୋପୀ ମାନେ କାନ୍ଦି କାନ୍ଦି ମରିବେ ଅନ୍ଧକାରକୁ ବାଡିବ ଅନ୍ଧକାରକୁ ବଢେଇ ଦେବେ ମାନେ ଦୁଃଖକୁ ବଢେଇ ଦେବେ ମନରେ ଯୋଉ ଅନ୍ଧକାର ବଢିଯିବ ମାନେ ସତେ ସତେ କୃଷ୍ଣ ପଳେଇଲେ ଚାରିଆଡେ ଅନ୍ଧାର ହେଇଯିବନି ଅନ୍ଧକାର ରୂପକ ଦୁଃଖ ରୂପକ ଅନ୍ଧକାର ମନ ଦୁଃଖ ସମସ୍ତଙ୍କର ହବ କୃଷ୍ଣ ଯଦି ଛାଡି ଚାଲିଯିବେ ଗୋପପୁର ସେଇ କଥାକୁ ଏଠି କୁହାଯାଇଛି ଏତିକି ଥାଉ 6 ନମ୍ବର ଯାଏ ଆଉ ଘରେ ଯାଇକି ପଢିବ
ଯାହା ଡାଉଟ ହେଲା ଆର କ୍ଲାସରେ ଆସିକି ପଚାରିବ ହେଲା। ଆର କ୍ଲାସରେ ବିଷୟଟା ସାରିଦେବେ। କ୍ଲିୟର? ସମସ୍ତେ ବୁଝିଲ? ଡାଉଟ ଲାଗୁଛି? କଷ୍ଟ ଶବ୍ଦ କିଛିଟା ଅଛି? ଲେଖିଦେଲେ ଆଉ କିଛି ଗପ ମନେ ରହୁଛି ତ? ଗପ ଜଣା ପଡୁଛି? ବାସ୍। ଗପ ଜାଣିଲେ ସର୍ଟ କ୍ୱେଶ୍ଚନ ଆରାମସେ ଲେଖିପାରିବ, ଲଙ୍ଗ କ୍ୱେଶ୍ଚନ ବି ଲେଖିପାରିବ। ତଥାପି ଯାହାର ଡାଉଟ ହବ ମତେ ପଚାରିବ, ଆର କ୍ଲାସରେ ଦେଖିକି ଆସିଥିବ ପଚାରିବ ହେଲା। ସଇଲା। ଏଠି ତାର ଫୋନ ରଖାହେଇଛି। ମୋର ତ ହେଇଛି। ଫୋନ Manasi, Nikhil,